सत्य नारायण किए देखिया दांठुआ गायक कुआरे उंसा पड़ी जाइछि कहिबो हां जदि न कहिबो पुणी काली द्वितीय थाटे नमो ब्रह्मण्य देवाय गो ब्राह्मण्य हिताय च जगद्हिताय कृष्णाय गोविंदाय ये नमो नाम जगदा नंद नमो नीलाचल निवासाय जगन्नाथाय ते नमः जगन्नाथाय ते मणे नारायणे रुद्रे এই ভাস্করে তথা নাভিনগ্ন করত পঞ্চদেব অন্তর্যামী নাথ মন কথা জান সত্য অন্তর্যামী নাথ মন কথা জান সত্য নারায়ণ প্রভু হে শুক্ল বর্ণ চতুর্ভুজ হরি শঙ্খ চক্র গদা পদ্মধারী শঙ্খ চক্র গদা পদ্মধারী মালা বিভূষণ সত্য নারায়ণ হে অন্তর্যামী নাথ দইতারি অনাদিয় লঞ্চ নরহরি অনাদিয় লঞ্চ
অভিরাম বাই তোতে তুই রখ ভাবগ্রাহী তোতে তুই রখ ভাবগ্রাহী তুই রখ লেখিলে সত্য নারায়ণ সত্য রূপ সত্য ব্রহ্ম দারু ব্রহ্ম দারু ব্রহ্ম লম্বা মুহ দারু ব্রহ্ম লম্বা মুহ। এ বাবু ধীর স্থির ভাବରେ নিজ ନିଜର আসন গ্রহণ করে নিও, স্থান সংরক্ষণ করে নিও, জায়গা বাছি নিও। সংস্কৃতি সম্পন্ন খোর্ধা জেলার আর্যগ্রাম দেবগ্রাম পবিত্র পাবন গ্রাম নিরঞ্জনপুর মা অধিষ্ঠাত্রী দেবী কল্যাণময়ী ভব ভয় হারিণী বিদ্যা বিনোদিনী বিশ্বরাণী କରାଳ କାଳିନୀ ମା ଦକ୍ଷିଣ କାଳୀଙ୍କର ପବିତ୍ର ପାବନ କ୍ଷେତ୍ରରେ ଦ୍ୱାଦଶ ଦିନାତ୍ମକ ନାମଯଜ୍ଞ ବିଦଗ୍ଧ କଳା ପାଲା କଳାର ଆଜି ହଉଛି ପୁଅ ପଞ୍ଚମ ରଜନୀ। ଏହି ପରିପ୍ରେକ୍ଷୀରେ ଆମ୍ଭମାନଙ୍କର ପ୍ରଥମ ଅଧିବେଶନ ପ୍ରଥମ ପର୍ଯ୍ୟାୟ। ମୁଁ ଯଦି ତୋତେ ପ୍ରଥମେ ପଚାରିବି ଇଏ କୋଉ ପାଲା ତୁ କଣ କହିବୁ? ତେଣୁ କରି ମୁଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍କନ୍ଧ ପୁରାଣର ରେବା ଖଣ୍ଡରୁ 2 ଧାଡି ଶ୍ଲୋକ ପାଠ କରିଛି। ଗେଡୁଆ ଶାସ୍ତ୍ର କହେ ବିନାଶରେ ନ ବର୍ତ୍ତନ୍ତେ କବିତା ବନିତା ଲତା। ବାବୁ ମାନେ ଜ୍ଞାନୀ ମାନେ ଶୁଣନ୍ତୁ, ନାରୀ ତାର ଦୈହିକ କାମନାକୁ ଚରିତାର୍ଥ କରିବା ପାଇଁ ପୁରୁଷର ସହଯୋଗ କାମନା କରିଥାଏ। କବିର ଲେଖନୀ ମୁନରେ କବିତାର ଭାବ ବିଗ୍ରହ ପରିପୃଷ୍ଟତା ଲାଭ କଲା ପରି ସାର୍ ମାନେ ବିନା ରଞ୍ଜା ସାହାଯ୍ୟରେ ଲତାଟିଏ ମାରି ପାରେ ନା। ଯେତେ ଅତି ଆଧୁନିକତା ଏ ସମାଜକୁ ଗ୍ରାସ କଲେ ବି ସୁଦ୍ଧା ଆମେ ମାନେ ପୁରାତନ ଗାୟକ ମାନଙ୍କର ଢାଞ୍ଚା ସମ୍ପୂର୍ଣ୍ଣ ତ୍ୟାଗ କରିପାରିବା ନାହିଁ ବାବୁ। ତେଣୁ ମୋ କହିବାର ତାତ୍ପର୍ଯ୍ୟ, ଯଦି ଏ ସତ୍ୟ ନାରାୟଣ ପାଲା, ସତ୍ୟ ନାରାୟଣ କିଏ? ଆପଣ ଚିହ୍ନି ନାହାନ୍ତି? ଇରେ ନାରାୟଣ ଯିଏ ସତ୍ୟ ସିଏ। ନାରାୟଣ ଅଲଗା ସତ୍ୟ ଅଲଗା। ନାରାୟଣ କିଏ ସତ୍ୟ କିଏ? ସାର୍ ଯେ ନାରାୟଣ ସେ ଆଜ୍ଞା ପାନ ଦୋକାନ ଦେଇଛି। ସତ୍ୟ ସତ୍ୟ ଆଜ୍ଞା ସେ ଚାହା ବିକୁଛି। ଚୁପ୍, ଏଟା ଗୋଟେ ଭାଇଆଟା କୋଉଠି ଆସି ଜୁଟିଛି ମୋ ଭାଗ୍ୟରେ। ହଉ ଏରେ ନାରାୟଣ ଯିଏ ପାନ ଦୋକାନ ଦେଇଛି ତାଙ୍କରି କଥା ଏଠି ନିରଞ୍ଜନପୁର ପାଲା ମଞ୍ଚରେ ପଡିଛି। ସାର୍ ଆଉ ସତ୍ୟ ନାରାୟଣ କିଏ?
ଆରେ ସତ୍ୟ ଯିଏ ନାରାୟଣ ସିଏ। ମୋ ଗୁରୁଦେବ ଗୋଟିଏ ଇଂଲଣ୍ଡୀୟ ଭାଷାରେ ଉକ୍ତି କୁହନ୍ତି, ଆମର ସେ କହିବାର ସାମର୍ଥ୍ୟ ନାହିଁ। କହନ୍ତି ଟ୍ରୁଥ ଇଜ ଏ ଗଡ ଆଣ୍ଡ ଏ ଗଡ ଇଜ ଏ ଟ୍ରୁଥ। ଟ୍ରଚ ତୁ ବସିଲୁ ଦୂରେ, ଟ୍ରଚ କଣ হবে? ସତ୍ୟ ହିଁ ଈଶ୍ୱର, ଈଶ୍ୱର ହିଁ ସତ୍ୟ। ଯେତିକି ଆପଣ ମାନେ ବସିଛନ୍ତି ଶୁଣନ୍ତୁ, ଯିଏ ସତ୍ୟ ସେଇ ହେଲେ ନାରାୟଣ। କାରଣ ଆଗରୁ ସତ୍ୟ ନାରାୟଣ ନାମ ନଥିଲେ ନା। ପ୍ରମାଣ କରନ୍ତି ଶତପଥ ବ୍ରାହ୍ମଣ। ନାରାୟଣ ମହାପୁରୁଷ ବିଶ୍ୱ ମହତ୍ୱନମପୟ ସହସ୍ର ଶିରୀଷ ଦେବା ଅକ୍ଷରଂ ପରମ ବୟଂ। କଣ ବାପା ମାଇକି ଏପର୍ଯ୍ୟନ୍ତ ତମର ହେଇପାରୁନାହିଁ? ହଉ ରହ। ସହସ୍ର ଶିରୀଷ ଦେବା ଅକ୍ଷରଂ ପରମ ବୟଂ। ବାପା ଆଗରୁ ନାରାୟଣ ନାମ ଥିଲା, ପରବର୍ତ୍ତୀ ସମୟରେ ସତ୍ୟ ଦୁଇଟି ଅକ୍ଷର ଯୋଡି ଦିଆଗଲା ରେ। ତାହେଲେ ଆଗରୁ ଯଦି ନାରାୟଣ ଥିଲେ, ପରବର୍ତ୍ତୀ ସମୟରେ ସତ୍ୟ ଦୁଇଟି ଅକ୍ଷର ଯୋଡି ଦିଆଗଲା। ଯେଇ ସତ୍ୟ ସେଇ ନାରାୟଣ, ଯିଏ ସତ୍ୟ ସେଇ ନାରାୟଣ। ତୁ ହାଟକୁ ଯିବୁ, କହିବୁ ମତେ ମିଠା ଚିନି କିଲେ ଦିଅ, କହିବୁ କି ଲିମ୍ବ କାହିଁକି ପିତା ଲାଗୁଛି, କହିବୁ କି ତେନ୍ତୁଳି କାହିଁକି ଖଟା ଲାଗିଲା? ତେନ୍ତୁଳି ଖଟା, ପିତା, ଚିନି ମିଠା। ସତ୍ୟ ଯିଏ ନାରାୟଣ ସିଏ, ନାରାୟଣ ଯିଏ ସତ୍ୟ ସିଏ। ତାହେଲେ ସତ୍ୟ ନାରାୟଣ ପୂର୍ବରୁ ସତ୍ୟ ଦୁଇଟି ଅକ୍ଷର ଲାଗିବାର କାରଣ ବାପା, ଇଏ ଆଗରୁ ସତ୍ୟ ନଥିଲେ ନାରାୟଣଙ୍କ ପୂର୍ବରୁ। ଆଗରୁ ଥିଲେ ନାରାୟଣ। ଶତପଥ ବ୍ରାହ୍ମଣ ଗଲା, ଦେଖନ୍ତୁ ଅଭିରାମ ପରମହଂସ କଣ ଲେଖି କହିଲେ, ନାରାୟଣ ନାମ ତ ଥିଲା ତାର ସଙ୍ଗେ নারায়ণ নাম তো ଥିଲା ইয়ে সত্য নারায়ণ নাম হইবারু। সত্য নারায়ণ সত্য নারায়ণ নাম হইবারু। সত্য নারায়ণ উন্মাদ ব্যাধি কি জাত পলাপ ଜଗତଗୁରୁ ଠାକୁର ଅଭିରାମ ପରମହଂସ କହିଲେ। ଅଭିରାମ ପରମହଂସ କହିଲେ ଯେ ନାରାୟଣ ନାମ ତ ଥିଲା, ତାର ସଙ୍ଗେ ସତ୍ୟ ମିଶିଲା। ଆଗରୁ ଥିଲେ ନାରାୟଣ, ପଛରେ ପଣ୍ଡିତ ସତ୍ୟ ମିଶିଲା। ତାହେଲେ ପ୍ରକୃତରେ ସତ୍ୟ ନାରାୟଣ କିଏ? ସତ୍ୟ ନାରାୟଣ ଠିକଣା ଯଦି ନ ଜାଣିବା, ଇଏ ଟଙ୍କା ଖର୍ଚ୍ଚ ହେଇକିରି ବାର ରାତି ପାଲା କାହିଁ ହବ? ବନ୍ଦ କରିବାକୁ ତୁ କିଏ? ତୋ ଜୀବନରେ ତ ତୋ ଘରେ ଟିକେ ପୋଥି ପାଲା ହେଇନି, ତୁ ବନ୍ଦ କରିବାକୁ କିଏ? ସତ୍ୟ ନାରାୟଣ କିଏ ଆଗ ଚିହ୍ନିବୁ? ତୁ ପାଲା ପାଳିଆ, ସତ୍ୟ ନାରାୟଣ ଚିହ୍ନିଲୁ କିଏ ସେ? ଚୁପ୍ ବଦମାସ ପାଳିଆ, ବ୍ୟକ୍ତିଗତ କଥା ପଡିନି। ନା। ସତ୍ୟ ନାରାୟଣ କିଏ? ଯିଏ ସତ୍ୟ ସିଏ ନାରାୟଣ। ନାରାୟଣ ଆଗରୁ ଶତପଥ ବ୍ରାହ୍ମଣ କହିଲେ ନାରାୟଣ ଥିଲେ, ଅଭିରାମ ପରମହଂସ କହିଲେ ନାରାୟଣ ଥିଲେ, ପରବର୍ତ୍ତୀ ସମୟରେ ସତ୍ୟ ଦୁଇଟି ଅକ୍ଷର ଯୋଡି ଦିଆଗଲା। ତାହେଲେ ଆଉ ଚଙ୍ଗ ଚଙ୍ଗ ହଉଛୁ? ଶୁଣ, ସତ୍ୟ ନାରାୟଣ କିଏ ଆଜି ଠିକଣା ଏ ପାଲାରେ ଆଜି। ବାସ୍ ବାସ୍। ଯଦି ଅଧା ରହିଲା, ଦେଖିବା ଦାଣ୍ଠୁଆ ଗାୟକ କୁଆଡେ ଅଂଶା ପଡି ଯାଇଛି କହିବ। ଯଦି ନ କହିବ, ପୁଣି କାଲି ଦ୍ୱିତୀୟ ଥାକ।